ବନାଗ୍ନି ରୋକିବା ପାଇଁ ବାଲିଗୁଡ଼ା ବନଖଣ୍ଡର ପଦକ୍ଷେପ। ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଛି। ଜଙ୍ଗଲରେ ବନାଗ୍ନି ରୋକିବା ପାଇଁ ବାଲିଗୁଡ଼ା ବନଖଣ୍ଡ ଅଣ୍ଟା ଭିଡ଼ିଛି। ବାଲିଗୁଡ଼ା ବନଖଣ୍ଡର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ। 7 କୋଟି ବନାଞ୍ଚଳକୁ ନେଇ ବାଲିଗୁଡ଼ା ବନଖଣ୍ଡ ଓ ଏହା 1394 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ନଷ୍ଟ ହେଉଛି ମୂଲ୍ୟବାନ ଗଛ ସହିତ ବନ୍ୟପ୍ରାଣୀଙ୍କ ଜୀବନ। ଜଙ୍ଗଲରେ ନିଆଁ ଲିଭାଇବା ପାଇଁ 20ଟି ଗାଡ଼ି ଓ 700 କର୍ମଚାରୀ ନିୟୋଜିତ ହୋଇଛନ୍ତି। ଯଦି କେହି ନିଆଁ ଲଗାନ୍ତି ଆଇନ ଅନୁଯାୟୀ 3 ବର୍ଷ ସଶ୍ରମ କାରାଦଣ୍ଡ ସହିତ 10,000 ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କିଭଳି ବାଲିଗୁଡ଼ା ବନଖଣ୍ଡ ନିଆଁ ଦାଉରୁ ରକ୍ଷା ପାଇବ ତାହା ବର୍ତ୍ତମାନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଆଜିର ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ, ଏସିଏଫ୍ ମନୋରଞ୍ଜନ ବାଗ, ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ସୁବାସ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ନିଆଁ ଉପରେ ଆମର ଆଜି ଆମେ ସବୁ ମିଡ଼ିଆକୁ ଡାକିଲୁ ଗୋଟେ ବ୍ରିଫ୍ କରିବା ପାଇଁ। ତ ଆପଣ ଯେମିତି ଜାଣିଛନ୍ତି ସମସ୍ତେ ଯେ ଜଙ୍ଗଲ ନିଆଁ ଗୋଟେ ବହୁତ ସମସ୍ୟା ସୃଷ୍ଟି କରୁଛି ପରିବେଶ ପ୍ରତି। ସରକାର ଏଥିପାଇଁ ବହୁତ ବଦ୍ଧପରିକର ଅଛନ୍ତି କି କେମିତି ଏହାକୁ ଅଟକାଯାଇପାରିବ। ତ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ସେଥିପାଇଁ ଜନସାଧାରଣ, ଲୋକପ୍ରତିନିଧି ଯେତିକି ଅଛନ୍ତି, PRA ମେମ୍ବର, ଆମର ମିଡ଼ିଆ ବନ୍ଧୁ, ସମାଜ ସବୁ ବର୍ଗର ଲୋକ ସମସ୍ତଙ୍କ ପାଖରୁ ସହଯୋଗ କାମନା କରାଯାଉଛି। ଏଥିପାଇଁ କନ୍ଧମାଳ ଜିଲ୍ଲାରେ ଯେହେତୁ ନିଆଁର ପ୍ରାଦୁର୍ଭାବ ବହୁତ ଅଧିକା ଅଛି, ତାର କାରଣ ଅଛି ଏଠି ସମସ୍ତେ ଜାଣିଛନ୍ତି ଶାଳ ଜଙ୍ଗଲ ବେଶୀ ଅଛି। ଶାଳ ଜଙ୍ଗଲରେ ପତ୍ରଟା ପ୍ରାୟ ଶାଳ ପତ୍ରଟା ବହୁତ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ। ଗୋଟେ ବର୍ଷରେ ସମ୍ପୂର୍ଣ୍ଣ ସଢ଼ିକି ସେ ନଷ୍ଟ ହୁଏନି, ସେଟା ଲାଗେ ପାଖାପାଖି 1.5 ବର୍ଷ ଲାଗେ। ତେଣୁ ସେଇଟା ଗୋଟେ ବଡ଼ ଆସ୍ତରଣ ଜମି ଯାଉଛି। ତା ପାଇଁ କ'ଣ ପଦକ୍ଷେପ ନିଆଯାଇଛି ସେଇଟା ମୁଁ ସୂଚନା ଦେବାକୁ ଚାହୁଁଛି। ଟିକେ ବାଲିଗୁଡ଼ା ବନଖଣ୍ଡ ତରଫରୁ ଜଙ୍ଗଲରେ ସବୁ ଆମେ ଫାୟାର ଲାଇନ୍ ସବୁ କାଟିଛୁ। ଆମେ ଏ ବର୍ଷ 1394 କିଲୋମିଟର ଜଙ୍ଗଲ ଫାୟାର ଲାଇନ୍ କ୍ରିଏଟ୍ କରାଯାଇଛି। ତାର ରେଞ୍ଜରେ ଡାଟା ଏଥିରେ ଅଛି। ପ୍ରତ୍ୟେକ 7ଟା ଯାକ ରେଞ୍ଜରେ ଆମେ ଫାୟାର ଲାଇନ୍ କାଟିଛୁ। କଣ୍ଟ୍ରୋଲ ରୁମ୍ ଆମର ପୁରା ଫଙ୍କସନ୍ କରୁଛି। ବିଭିନ୍ନ ଅଫିସରେ 24 ଘଣ୍ଟା କାମ କରୁଛି। ରେଞ୍ଜ ଅଫିସ ସମସ୍ତଙ୍କର କଣ୍ଟାକ୍ଟ ନମ୍ବର ମଧ୍ୟ ଏଥିରେ ଅଛି। ତ କେଉଁଠି ନିଆଁ ଲାଗିଲେ ସେମାନେ ଯେକୌଣସି ଲୋକ କିମ୍ବା ଆପଣମାନେ ଚାହିଁଲେ ଖବର ଦେଇପାରିବେ। ଆୱାରନେସ୍ ମିଟିଂ ଗାଁ ମାନଙ୍କରେ କରାହେଉଛି। ଆମର ଯେତିକି ବନ ସଂରକ୍ଷଣ ସମିତି ଅଛି, ସ୍କୁଲ ଅଛି, ସେଗୁଡ଼ାକରେ ଚାଲିଛି। ସଚେତନ କାର୍ଯ୍ୟକ୍ରମ ଜାରି ରହିଛି। ମୋର ଗୋଟେ ଗାଡ଼ି ଅଛି, ସେଥିପାଇଁ LED ମାଉଣ୍ଟେନ୍ ଗାଡ଼ି ଗୋଟେ, ଯେଉଁଥିରେ କି ତାର ଜଙ୍ଗଲ ନିଆଁ ସମ୍ବନ୍ଧୀୟ ସବୁ ସେଥିରେ ଛୋଟ ଛୋଟ ଡକୁମେଣ୍ଟାରୀ ଚାଲିଛି। ସିଜିନ୍ ଆରମ୍ଭରୁ ପ୍ରତ୍ୟେକ ରେଞ୍ଜରେ ମକ୍ ଡ୍ରିଲ୍ କରାଯାଇଛି। ଏଥିପାଇଁ ଟେକ୍ନୋଲୋଜିର ବହୁତ ବ୍ୟବହାର ହେଉଛି। FSI ପୋର୍ଟାଲ୍ ଅଛି, ବନ ଅଗ୍ନି ପୋର୍ଟାଲ୍ ଅଛି। 2ଟା ଆମର ସାଟେଲାଇଟ୍ ଅଛି, ଯେଉଁଟାକି ସେନ୍ସର ବେସ୍ଡ ପୋର୍ଟାଲ୍, SNPP ଆଉ ମୋଦି। ସେଥିରୁ ଆମେ ଆଲର୍ଟ ପାଇଯାଉଛୁ ଏବଂ ଯାଇକି ନିଆଁ ଆମେ ଲିଭାଉଛୁ। ବାଲିଗୁଡ଼ା ଡିଭିଜନରେ 20ଟା ଗାଡ଼ି ଏବେ ଅଛି ନିଆଁ ଲିଭାଇବା ପାଇଁ। 2ଟା ସ୍ପେଶାଲ ଡିଜାଇନ୍ ଗାଡ଼ି ଅଛି, ଯେଉଁଥିରେ କି ପାଣି ବୋହିକି ବି ଯାଇପାରିବ, ମାନେ ରିଚେବୁଲ୍ ଏରିଆ ଯେଉଁଠି ପହଞ୍ଚି ପାରିବ। ସିଏ 1000 ଲିଟର କାପାସିଟିର ସେ ପାଣି ନେଇକି ଯିବ ଏବଂ ବହୁତ ଫୋର୍ସରେ ଲିଭେଇ ପାରିବ। 133ଟା ଫାୟାର ବ୍ଲୋଅର୍ ଏବେ ଫଙ୍କସନାଲ ଅଛି। ଲୋକ ଆମର ଯେତିକି ଅଛନ୍ତି ପାଖାପାଖି ସ୍କ୍ୱାଡ୍ ଫାୟାର ଅଛନ୍ତି ପାଖାପାଖି ସେ ଅଛନ୍ତି 230 ପାଖାପାଖି। ପ୍ଲାଣ୍ଟେସନ ୱାଚର ଅଛନ୍ତି, ଫରେଷ୍ଟର ସମସ୍ତେ ମିଶିକି ପାଖାପାଖି 700 ଲୋକ ନିୟୋଜିତ ଅଛନ୍ତି ବନାଗ୍ନିକୁ ରୋକିବା ପାଇଁ। ଆପଣମାନଙ୍କୁ ଆମେ ଅନୁରୋଧ କରିବୁ, ବାଲିଗୁଡ଼ା ବନଖଣ୍ଡ ତରଫରୁ ଯଦି କେତେବେଳେ କେଉଁ ଜାଗାରେ ଆପଣ ବି ସେ ଖବର ପାଇବେ, ତାହେଲେ ତୁରନ୍ତ ଯେଉଁ ନମ୍ବର ଆମେ ଦେଇଛୁ ସେଥିରେ ଜଣାଇ ପାରିବେ।